ପ୍ରତିଷ୍ଠା କରିବାକୁ ଯାଇ ବା ଖଣ୍ଡନ କରିବାକୁ ଯାଇ ଜୀବନ ସାରା ଗୋଟେ ଦ୍ୱନ୍ଦ୍ୱ ଲଗେଇଛ, ହରିବଳ ନା ହରବଳ। ସେ ତାର କହୁଛି ହରିବଳ, ଇଏ ତାର କହୁଛି ହରବଳ। ଏଇଭଳି ଯେଉଁ ଅମୂଳକ ଯୁକ୍ତି ହିରଣ୍ୟକଶ୍ୟପ ପାଖରେ ଥିଲା, ସେଇଥିପାଇଁ ସବୁ କଥା ଗୋଳମାଳ। ଯିଏ ଲେଖିଲେ ସେଗୁଡ଼ା ଲେଖିଦେଲେ, କିନ୍ତୁ ସେ ଲେଖାରେ ମଧ୍ୟ ଆମେ ତାକୁ ଚିନ୍ତନ କଲେ ଆମେ ତାର କିଛି ପାଇବାନି। ତ ପାହାଡ଼ ଉପରେ ଚନ୍ଦନ ଜଙ୍ଗଲ ଭିତରେ ସିଏ ବାହାରିଲେ, ତମେ କେଉଁଠି ଦେଖିଲ ତାକୁ? ତମ ପାଖରେ କ'ଣ ଫଟୋଗ୍ରାଫର ଥିଲେ? ଏଇଟା କ'ଣ କିଏ ବଜେଇଲା? ଆଉ ତମ ଭିତରେ କ'ଣ ଫୋନ୍ ଥିଲା ନା କ'ଣ ଥିଲା? ତମେ ତାକୁ ସବୁ ଚିତ୍ର ଅଙ୍କନ କରି ନେଇ ଆଇଲ। ଯେଉଁ ରୂପଟି ସେ ଅନୁଭବ କଲା, ସେଇ ରୂପଟି କ'ଣ ତାକୁ ଆମକୁ ବୁଝିବାକୁ ପଡ଼ିବ। ସେଇ ରୂପଟା କ'ଣ? ସେ ରୂପଟିକୁ ଆମେ ତ ଦେଖିନୁ, କିନ୍ତୁ ଆମେ ସବୁ ଚିତ୍ର ବିଚିତ୍ର ଭିତରେ ଦେଖୁଛୁ। ଦାନ୍ତ ଗୁଡ଼ାକ ବହୁତ ବଡ଼ ବଡ଼, ନଖ ଗୁଡ଼ାକ ମଧ୍ୟ ହିରଣ୍ୟକଶ୍ୟପରୁ ବଡ଼ ବଡ଼, ମାନେ ବହୁତ ବଡ଼। ଏବଂ ହିରଣ୍ୟକଶ୍ୟପ ସେ କରିକିରି ଅଛନ୍ତି, ବିଶ୍ୱକୁ ସେ ଗୋଟେ ଗ୍ରାସ କରିପାରିବେ ସେମିତି ଅବସ୍ଥାରେ ଚାଲେ। ହିରଣ୍ୟକଶ୍ୟପକୁ ଆଣିକିରି ତାକୁ ମାରି ନାହାନ୍ତି, ତଣ୍ଟି ଫଣ୍ଟି ଚିପିକିରି ମାରି ନାହାନ୍ତି। ହିରଣ୍ୟକଶ୍ୟପଙ୍କୁ ଭଗବାନ ନୃସିଂହ ତାଙ୍କ କୋଳରେ ଶୁଆଇଛନ୍ତି। ସିଏ ମରିଛି କି ବଞ୍ଚିଛି ତାକୁ କିଏ ଯାଇକି ପରୀକ୍ଷା କରିଛି? ନା ନିଶ୍ୱାସ ଚାଲୁଛି କିମ୍ବା ନିଶ୍ୱାସ ଚାଲୁନାହିଁ। ଏଇସବୁ ହେଉଛି ଯୁକ୍ତି, ଏଇସବୁ ହେଉଛି କଥା। ତେଣୁ ଆକୁ ଆମକୁ ବୁଝିବାକୁ ପଡ଼ିବ। ଭଗବାନ ନୃସିଂହଙ୍କର ଦାନ୍ତ ଥିଲା, ଆମର କ'ଣ ଦାନ୍ତ ନାହିଁ? ତେଣୁ ଆମ ଦାନ୍ତଟା ପ୍ରଥମେ ଚିନ୍ତା କରି ତାପରେ ତା ଦାନ୍ତ କଥା ବୁଝିବା ନା। ଆଉ କୃଷ୍ଣଙ୍କର ଦାନ୍ତ ଥିଲା, ସେ ବଇଁଶୀ ବଜାଉଥିଲେ, ଜଳ କେଳି କରୁଥିଲେ, କଦମ୍ବ ଗଛ ମୂଳରେ ତ୍ରିଭଙ୍ଗୀ ଛନ୍ଦରେ ଠିଆ ହେଉଥିଲେ। ତାହେଲେ ତାଙ୍କୁ ଆମେ କ'ଣ କହିବା? ରାମ ଆସିଲେ, ସେ ଧନୁ ଧଇଲେ, ଜଙ୍ଗଲରେ ବୁଲିଲେ, ରାବଣକୁ ମାରିଲେ, ଏମିତି ଯେଉଁ କଥା, ଇଏ କଥା ଗୁଡ଼ାକ କେବଳ ଲେଖା ହେଇଛନ୍ତି, କିନ୍ତୁ କେହି କାହାକୁ ଦେଖି ନାହାନ୍ତି। ଲେଖା ଭିତରେ ଯାହା ଅଛି ତାକୁ ମଧ୍ୟ କେହି ଠିକ୍ ଭାବରେ ବୁଝିପାରିବେ ନାହିଁ। ସିଏ ଦାନ୍ତ ହେଉଛି ଆପଣମାନଙ୍କୁ ମାନେ ଟିକିଏ ମାନେ ବୁଝନ୍ତୁ, ସେ ଦାନ୍ତଟି କ'ଣ? ସେ ଦାନ୍ତ ହେଉଛି ଭକ୍ତମାନଙ୍କୁ କୃପା କରିବାର ଦାନ। ସେଇ ବାଟ ଦେଇ ସେ ଦାନ କରିବେ। ସେ ଯେଉଁ ନଖ, ଏତେ ବଡ଼ ବଡ଼ ନଖ କ'ଣ କେହି ମିଳିଲେ ନେଇ ନଖ କାଟିବା ପାଇଁ? ସେ ନଖଟା ସେମିତି ଥିଲା। ନ କହିଲେ ଶୂନ୍ୟ, ଖ
କହିଲେ ତା ମାନେ ବି ଶୂନ୍ୟ। ଭୂମିରା ପାନର ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାରଂ ଇତି ରଙ୍ଗମେ ଭିନ୍ନା ପ୍ରକୃତି ଦଷ୍ଟଟା। ତେଣୁ ନ ଆଉ ଖ ଇଏ ହେଉଛନ୍ତି ଶୂନ୍ୟଂ ଶୂନ୍ୟଂ। ସିଏ ନଖ ଦେହରେ ହିରଣ୍ୟକଶ୍ୟପକୁ ବିଦୀର୍ଣ୍ଣ କଲେ ଏଇଟା କେବେ ସମ୍ଭବ ନୁହଁ। ଭଗବାନ ସବୁ କରିପାରନ୍ତି, ଆମର ସେ କଥାଟା ଅଛି ମନରେ, କିନ୍ତୁ ସେ ଏଠି କିନ୍ତୁ ସେ ନଖରେ ତାଙ୍କୁ ମାରିନାହାନ୍ତି। ହିରଣ୍ୟକଶ୍ୟପଙ୍କର ଭଗବାନ ନୃସିଂହ ଭଗବାନଙ୍କର ବିଶ୍ୱରୂପକୁ ଦେଖି ହିରଣ୍ୟକଶ୍ୟପ ସେଠି ମୂର୍ଚ୍ଛିତ ହେଇ ପଡ଼ିଯାଇଛି। ସେ ଭାବିଛି ମୁଁ ଯାହାକୁ ଦିନେ ଏତେ ନିନ୍ଦା କରୁଥିଲି, ହରି ଶବ୍ଦକୁ ମୁଁ ଘୃଣା କରୁଥିଲି, ଏଇ ହେଉଛନ୍ତି ହରି। ମୁଁ ଏହାଙ୍କୁ ନିନ୍ଦା କରିଛି, ମୋତେ କ୍ଷମା ଦେବା ପାଇଁ ସେ ପ୍ରାର୍ଥନା କରୁଥିଲା। ତେଣୁ ଆମ ହାତରେ ବି ନଖ ଅଛି, ତାଙ୍କ ପାଟିରେ ବି ଦାନ୍ତ ଅଛି। ଦାନ୍ତ ହେଉଛି ଦାନ। ଦାନ କେତେ ପ୍ରକାରର? 3 ପ୍ରକାରର ଦାନ। ଏଠି ଗୋଟେ ସତ୍ସଙ୍ଗ ହେଉଛି, ଆମେ ସବୁ ବସିଛେ, କେହି ଜଣେ ଭକ୍ତ କିଛି ଭୋଗ ବା କିଛି ରସଗୋଲା କି ଫଳ କ'ଣ ଗୋଟେ ଆଣିକିରି ସେ କହିଲା ଆକୁ ଠାକୁରଙ୍କୁ ସମର୍ପଣ କରି ସମସ୍ତଙ୍କୁ ବାଣ୍ଟି ଦିଅ। ଇଏ ହେଉଛି ସାତ୍ଵିକ ଦାନ। ଏଥିରେ ମୋତେ କିଏ ଦାନୀ ବୋଲି କହିବ ସେ କଥା ମୁଁ ଚାହେଁ ନା, କିନ୍ତୁ ମୁଁ ଏହାକୁ ଦାନ କରିବି। ଦାନର ପୁଣି 2ଟା ଅର୍ଥ। ଦାନ ମାନେ ଛେଦନ, ଦାନ ମାନେ ଦାନ। ବର୍ତ୍ତମାନ ଦାନ୍ତ ହେଉଛି ଗୋଟେ ଏମିତିଆ ଆମ ଭିତରେ ଯେଉଁ ଦାନ୍ତ ଅଛି ତାକୁ କାହିଁକି ଭଗବାନ ଲଗେଇଲେ? ଏଇଟା ବେକାର। ବେଳେବେଳେ ପାଣି ଫାଣି ପଶିକିରି ବଡ଼ କଟକଟ ହେଉଛି, ତାକୁ ପୁଣି ଗୋଟାଏ ଔଷଧ ଦେଇକିରି ଖା, ଡେଣ୍ଟିଷ୍ଟଙ୍କ ପାଖକୁ ଯା, ସିଏ ଦାନ୍ତକୁ ଓପାଡ଼, ଏତେ କଥା କାହିଁ ତାକୁ ନ ଉଠେଇ ନ ଦେଲେ କ'ଣ ଅସୁବିଧା ହେବ? ପିଲାଟି ଯେତେବେଳେ ଜନ୍ମ ହେଇଥିଲା ସେ କ'ଣ ଦାନ୍ତକୁ ନେଇକି ଜନ୍ମ ହେଇଥିଲା? ପାକୁଆ ପାଟିଟା ଥିଲା ନା। ଆଉ ଯେତେବେଳେ ମଣିଷ ବୃଦ୍ଧ ହେଇଯାଏ ସେତେବେଳେ କ'ଣ ଦାନ୍ତ ଗୁଡ଼ାକ ଥାଏ? ସେ ଦାନ୍ତ ଗୁଡ଼ାକ ସବୁ ଦୁର୍ବଳ ହେଇଯାଇଥାଏ ନା। ଆଉ ସେଠି ଦାନ୍ତର ତତ୍ଵ ହେଉଛି ଦାନ କର। ଆଉ ସେ ଦାନ ହେଉଛି ସାତ୍ଵିକ ଦାନ। ଜଣକୁ ଭୋକ କରୁଛି, ଖାଇବାକୁ ଦିଅ। ସେ ଖାଇବାକୁ ମାଗୁଛି, ତୁମେ ଦିଅ। ତମେ ଜଣେ ଏମିତି ଦାନୀ ବୋଲି ଗାଁର 5 ଜଣଙ୍କୁ ଡାକିବ, ତମେ ଏଠି ବର୍ତ୍ତମାନ ସବୁ ଠିଆ ହୁଅ, ମୁଁ ଆକୁ ଖାଇବାକୁ ଦେବି। ସେ ସବୁ ଖାଇଲେ, ତାଳି ମାଇଲେ, ଆଉ ଭାବିଲେ ଯାଅ ବାବୁ ବହୁତ ଦାନୀ। ଏଇଭଳି ଦାନ କରୁଥିଲା ବଳି। ଭଗବାନ ତାକୁ ପାତାଳରେ ଚାପିଲେ। ତ ତୁ ଇନ୍ଦ୍ରପଦ ପାଇବା ପାଇଁ ଦାନ କରୁଥିଲୁ, କିନ୍ତୁ ପ୍ରଚାର କରୁଥିଲୁ ମୁଁ ହେଉଛି ଗୋଟେ ବିରାଟ ଦାନୀ। ତେଣୁ ତୁ ଦାନୀ ନୁହଁ, ତୁ ଇନ୍ଦ୍ରପଦ ପାଇବା ପାଇଁ ସବୁ କାମ କରୁଛୁ। ବର୍ତ୍ତମାନ ତତେ ଯେହେତୁ ତୁ ଭଲ କାମ କଲୁ, ତତେ ମୁଁ ପାଦ ତଳେ ସ୍ଥାନ ଦେଲି ଆଉ ପାତାଳରେ। ଆଉ
এইଭଳି ସବୁ କଥା। ନଖ ହେଉଛି ତୁମେ ଗଲ, ମୁଁ ଥିଲି, ହଁ ମୁଁ ଥିଲି, ରାତି 12ଟା ବେଳେ ମୁଁ ଗଲି। ଯେଉଁ ମୁଁ ଗଲି ସେଇଟା ହେଉଛି ଶୂନ୍ୟ। ମୁଁ ଗଲି ମାନେ ଆଉ ମୋତେ କିଏ ସୁମୁଟିରେ ମୁଁ କହୁଛି ମୋତେ କାଟୁଛି, ହେଇ ବାବୁ ମୋତେ କାହିଁ ସୁମୁଟୁଛୁ। ଜଣେ ଯଦି ଗୋଟେ କୋଦାଳ ଆଣିକି ହାଣି ପକାଇବ ମୁଣ୍ଡକୁ, ତେଣୁ କହିବ ମୋ ମୁଣ୍ଡକୁ କାହିଁ ହାଣୁଛୁ, ସେଇ ହେଉଛି ଶୂନ୍ୟ। ଆମେ ଭାବୁଛୁ ଦୁନିଆରେ ଯାହା କମେଇଛୁ ସବୁ ଆମର ଗୋଟେ ଅଛି ଗୋଟେ ପ୍ରକୃତି। ଆଉ ପୁଅ ବାହାଘର କରିଦେଲି, ଝିଅ ବାହାଘର କରିଦେଲି, ଝିଅକୁ ଏତେ ଭରି ସୁନା ଦେଲି, ପୁଅକୁ ଏତେ ଭରି ସୁନା ଦିଅନ୍ତି କି ନାହିଁ ମୁଁ କହିପାରିବିନି। ତାପରେ ବରଯାତ୍ରୀଙ୍କୁ ବି ଖାଇବାକୁ ଦେଲି, ଆଉ ସବୁ 500 ଖଣ୍ଡେ କୁକୁଡ଼ା ମାଇଲି, 100 ଖଣ୍ଡେ ଛେଳି ମାଇଲି, ଏମିତି ସବୁ ମାନେ ପିଣ୍ଡାଳବାଲାଙ୍କୁ ଲକ୍ଷେ ଟଙ୍କା ଦେଲି। ଏଇଗୁଡ଼ାକ ଏଇ ଗପ ଗପିବା ପାଇଁ ଏ ଡେକୋରେସନ୍ କରିଛ। ଏ ଡେକୋରେସନ୍ଟା କାହିଁ କରିଛ? ପୁଅ ଝିଅଙ୍କର ବାହାଘର କରିବ, ତାଙ୍କ ଜୀବନ ଯଦି ମଧୁମୟ ହୁଏ ତାହେଲେ ସିନା ସେଠି ଗୋଟେ ଆନନ୍ଦ ସୃଷ୍ଟି ହେବ। ଆଉ ତମେ ଗପିବ ମୁଁ ଲକ୍ଷେ ଟଙ୍କାର ପେଣ୍ଡାଲ କଲି, 2 ଲକ୍ଷ ଦେଲି, କ'ଣ ଏଗୁଡ଼ିକ ହେଉଛି ବାହାସ୍ପଟ ବାହାଦୁରୀ ଗପ। ଇଏ ଗପରେ କିଛି ମୂଲ୍ୟ ନାହିଁ, ଗୋଟାଏ ପଇସାର ବି ମୂଲ୍ୟ ନାହିଁ। ତେଣୁ ସଜ୍ଜନ ଏଠି କଥାଟି ହେଉଛି, ପ୍ରଥମ ଶୂନ୍ୟ ହେଉଛି ତମେ ବର୍ତ୍ତମାନ ପୂର୍ଣ୍ଣ ଅଛ। ଯେଉଁଦିନ ଏ ସଂସାରରୁ ଆମେ ଯିବା ସେ ହେଉଛି ପ୍ରଥମ ଶୂନ୍ୟ। ଇଏ ସରିଗଲା। ଇଏ ଲୋକଟା ଭାରି ସୁନ୍ଦରିଆ ଲୋକଟିଏ ଥିଲା, ମୋଟାଳିଆ ଲୋକଟିଏ ଥିଲା, ବହୁତ ଧନ ବି ୟା ପାଖରେ ଥିଲା। ଇଏ ବହୁତ କୋଠାବାଡ଼ି ଜୀବନରେ କରିଛି, ଗାଡ଼ି ମଟର 2-4ଟା ବି କରିଛି, କିନ୍ତୁ ଆଜି ସେ ଗଲା। ତେଣୁ ସେଇ ନାଗି ଆମର ସବୁ କହୁଛନ୍ତି, ଲେଖିଛନ୍ତି ତ, ସେ କ'ଣ ହାରମାନ ଏମିତି କଲଣୁ, ମୁଁ ପୁଣି ବୋଲିବି ଗୀତ କି ନାହିଁ? ମୋ ଆଡ଼କୁ ସିନା ଅନେଇଲେ ମୁଁ ଗୀତ ବୋଲିବି। କାହିଁକି ଆସିଛୁ ତୁ ଆଇଛୁ କାହିଁକି ତୁ ଜାଣିନୁ, ଜମା ଜାଣିନୁ, ବିଲକୁଲ ଜାଣିନୁ। କେହି ଜାଣିଛନ୍ତି, ସମସ୍ତେ କେବେ ଚିହ୍ନିନାହାନ୍ତି। ଜନ୍ମ ତ ହେଇଛୁ ଅମୁକ ଗାଁରେ, ଆମ ବାପା ନାଁ ଅମୁକ, ଆମ ମା ନାଁ ତ କେହି କହୁନାହାନ୍ତି, ବାପା ନାଁ ଅମୁକ, ଗାଁ ନାଁ ଅମୁକ, ଆଉ ଏଇ ପଞ୍ଚାୟତ, ଏଇ ବ୍ଲକ, ଏଇ ଜିଲ୍ଲା, ଏତିକି ତୁମେ ଜାଣିଛ। ତମେ ଆଉ କିଛି ଜାଣିନା। ଯଦି ଜାଣିଥାନ୍ତ ତାହେଲେ ତମ ଭିତରେ ଅହଙ୍କାର ସୃଷ୍ଟି ହେଇଗଲା, ତୁମେ ପ୍ରହ୍ଲାଦ ହେଇଥାନ୍ତ, ତୁମେ ହିରଣ୍ୟକଶ୍ୟପ ହେଇନଥାନ୍ତ। ଏ ଦାନ୍ତ ଭଲ ଖାଦ୍ୟ ଖାଉ, ଏ ଦାନ୍ତ ଭଲ କଥା କହୁ, ଏ ଦାନ୍ତ ଭଲ ମନରେ ହସୁ, ଏ ଦାନ୍ତ ଶତ୍ରୁକୁ ମିତ୍ର କରୁ। ଗୀତାର ଭକ୍ତି ଯୋଗ 12 ଅଧ୍ୟାୟ। ତମେ ଯଦି ଏଗୁଡ଼ାକ କିଛି କରିବନି, ସେ ଦାନ୍ତକୁ ଦେଖିକି କ'ଣଟା ହେବ? ତମକୁ ଲୋକ ଦାନ୍ତୁରା ବୋଲି କହିବେ ନା,
କ'ଣ କହିବେ? ତେଣୁ ମଧୁର କଥା କୁହ, ସୁଷମ ଖାଦ୍ୟ ଖାଅ, ସତସଙ୍ଗ କର, ଜୀବନକୁ ପବିତ୍ରମୟ କର। ଆଉ ଆମେ ଭାବୁଛୁ ସିଏ ବୋଧେ ଦାନ୍ତ ଦେଖେଇଛନ୍ତି, ସେ ହିରଣ୍ୟକଶ୍ୟପକୁ କାମୁଡ଼ିକିରି ଖାଇବେ। କ'ଣ ଭଗବାନ ସେ ଭଗବାନଙ୍କର ଅବତାର, ତାଙ୍କର ଆଉ ତାଙ୍କୁ ଏଇଟା କ'ଣ ଗୋଡ଼ ବାଜୁ, ସେ ଭଗବାନଙ୍କର ଅବତାର ବୋଲି ଆମେ ତାଙ୍କୁ ପୂଜା କରୁଛୁ, ସିଏ ଆଇକିରି ଭକ୍ତଙ୍କୁ କାମୁଡ଼ିକିରି ଖାଇବେ? ତେଣୁ ଏସବୁ କଥା ନୁହେଁ, ଇଏ ଗୋଟିଏ ଶୂନ୍ୟ, ଇଏ ଗୋଟିଏ ଶୂନ୍ୟ। ଯେତେବେଳେ ଦୁନିଆରୁ ଆମେ ଯିବା, ଇଏ ଗୋଟିଏ ଶୂନ୍ୟ। ଯେତେବେଳେ ପୋଡ଼ା ହେବା, ମିଛରେ ବ୍ରାହ୍ମଣ ବୈଷ୍ଣବ କରିବା, ସେଟା କି ଲାଭ ନାହିଁ। ଗୋଟେ କରିବା ତ, ଆଉ ମିଛରେ ବ୍ରାହ୍ମଣ, ମୁଁ ମାନେ ଏତେ ବ୍ରାହ୍ମଣ ଖୁଆଇଲି, 1000 ବ୍ରାହ୍ମଣ ଖୁଆଇଲି, 100 ଟଙ୍କା ନାଗା ଦକ୍ଷିଣା ଦେଲି। ଏମିତିଆ ସବୁ ଗପ ଗୁଡ଼ାକ ଆମେ ସବୁ ଶୁଣି ଶୁଣିକିରି କାନ ବଦିରା ହେଲାଣି। ଆଉ କେଇଟା ଦିନ ଦୁନିଆରେ ଆମେ ରହିବୁ, ସେଇ ଗପକୁ ଶୁଣିବାକୁ ଆଉ ଜମା ଇଚ୍ଛା ନାହିଁ। ଗୋଟିଏ ପୁଅ ଆମେରିକାରେ ଅଛି, ବାପଟି ଅରିଲରେ, ଆମରି ଆସ। ବାପାଟା ଏକୁଟିଆ, ମାନେ ମା ଚାଲିଗଲେ, କହିଲେ ତାଙ୍କ ସହଧର୍ମିଣୀ ଚାଲିଗଲେ। ବାପ ଏକୁଟିଆ ସେ ଘରେ ଥାଏ। ଆପଣମାନେ ଗଲେ ବି ସେ ଘର ମୁଁ ଦେଖେଇଦେବି। ତେଣୁ ଏକୁଟିଆ ଥାଏ, ତାର କ'ଣ ରୋଷେଇ କରି ଖାଏକି କ'ଣ କରେ, ଜମିବାଡ଼ି ବି ଅଛି। ଏମିତି ସମୟ ପଇଲା, ବାପା ଶେଷରେ ଖଟ ଉପରୁ ଗଳି ପଡ଼ି ସେ ବି ଗଲେ। ଖବରଟା ପୁଅ ପାଖକୁ ଗଲା। ଆମେ ତ କହୁଛୁ ପୁଅ ମୋର, ଝିଅ ମୋର, ଅମୁକ ମୋର। ଗଲା, ଏତେ ସମ୍ବନ୍ଧ ଲଗେଇ ଯାଇଛ, କାହାକୁ ଏତେ ଜୀବନରେ ଫଳଟିଏ ଦେଇନା। କିନ୍ତୁ ଆମେ ବହୁତ ଗପୁଛୁ। ସିଏ ସବୁ ଗପରେ ଆରମ୍ଭ ହେଲା, ଏମିତି ହେଲା, ଯାହା ହଉ। ତାପରେ ଫୋନ୍ ହେଲା, ପୁଅ ପାଖକୁ ଫୋନ୍ ହେଲା। କ'ଣ ଫୋନ୍ ହେଲା? ବାପା ଚାଲିଗଲେ। ବାପା ତ ଥିଲେ, ଚାଲିଗଲେ କ'ଣ? ସେ ଥିଲେ। ମୁଁ ଏବେ ଯାଇଥିଲି ମାସକ ତଳେ, ମୁଁ ଦେଖିକିରି ଆଇଲି, ବାପ ପୁଅ ଆମେ ଖାଇକିରି ଆଇଲୁ, ଆଉ ଚାଲିଗଲେ କ'ଣ? ଇଏ ହୁଣ୍ଡା ଚାଲିଗଲେ ମାନେ ଦେହରୁ ଚାଲିଗଲେ ନା, ବାପାଙ୍କ ଦେହଟା ଅଛି କିନ୍ତୁ ବାପା ଆଉ ନାହାନ୍ତି। ସୋରୁ ପୁଅ ମୁଣ୍ଡରେ ପଶିଲେ, ଆରେ ଏଇ ତାହେଲେ ମରିଗଲେ ବାପା। ଆଉ ପୁଅ ଉତ୍ତର ଦେଲେ, ଅନ୍ୟମାନଙ୍କୁ ନେଇ, ପଡ଼ୋଶୀ ବା ଅନ୍ୟମାନଙ୍କୁ ନେଇ ତାଙ୍କୁ ସଂସ୍କାର କରିଦିଅ। ମୁଁ ପହଞ୍ଚିବି, ଚେଷ୍ଟା କରୁଛି। ଯଦି ମୁଁ ନ ପହଞ୍ଚିଲି, ପଇସା ପଠେଇଦେବି, ଆପଣମାନେ ସେଇଟାକୁ ନେଇକିରି କ'ଣ କରିବେ। ଆଉ ଏଇଆ କ'ଣ ସଂସାର? ବାପ ପୁଅ ଏଇଥିପାଇଁ ବାପ ପୁଅ ତମେ ହେଇଥିଲ। ଏଇ ହେଉଛି ପିତୃଭକ୍ତି। ଆହୁରି ଏମିତି ଅନେକ କଥା ମୋ ପାଖରେ ଯଦି ବସିବ ରାତି ଯାକ, ମୁଁ ଖାଲି ଏମିତିଆ କଥା ଗୁଡ଼ା ଗପିଲେ ଆପଣ ଜାଣିବେ ଦୁନିଆଟା ବର୍ତ୍ତମାନ କେଉଁଠି। ସେଇ ଦାନ୍ତ ମୁକ୍ତି ଦିଏ, ସେଇ ନଖ ଶୂନ୍ୟ ଆଉ ଶୂନ୍ୟରୁ ନେଇକିରି ମହାଶୂନ୍ୟରେ ମିଶେଇ ଦିଏ। ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟ ମଧ୍ୟେ ନିରାମ। ସେଇ ଯେଉଁ ମହାଶୂନ୍ୟ ଭିତରେ ଗୋଟେ ଛୋଟିଆ ଆଲୋକ ଜଳୁଛି, ଆପଣମାନେ ବି ଦେଖିପାରିବେ, ଦେଖିବାକୁ ଇଚ୍ଛା କଲେ ତ। ତେଣୁ
गोटे आलोक जलुची ये जो कौनटा कहती से कि पोकटा जुलुजुलिया पोक भाया गोटे आलोक जलुची जोगी माने पहाड़ पर्वत गुंफारे बसी से आलोकटा को ही देखती पुणी से आलोकटा निज भितर को आसे तम भितर को आसी सी पुणी तुमको से तार जो मन हम तुमको भी देखा तमें सी विषय केते समय दौच आर ये चियारा आमर चल आमको बर गोटे गदी पकड़ बसवा से आम गोड़ गोड़ फड़ कौन हो अच्छा तमें केते समय से जो ज्योति को देखिल केते समय देखिल इधर आईला चटक चलीगला आउ कौन धरी ना कथा ना कौन से आलोक पाखु तुम्हें आसीच तमें पुणी से आलोक पाखक जीव शून्यं शून्यं महाशून्यम शून्य मध्य निरामय मध्य सज्योति ये पर्यंत तमर तांक सहित संपर्क नहीं तम संपर्क कौटी बैंक वाला सांगे आउ महाजनी जो माने पैसा पत्र दौर सुध को तांको पाखरे आउ आउ एमती सब क्या पाखे सब जेतिक जेतिक द्वारा साग सीझबनी ताकरी पाखे किंतु साग देइथिला विदुर भगवान ताकू शांति रे खाइथिले मुढ़ी मुठाए देइथिला सुदामा ताकू से सुंदर भाव चोबईकि खाइथिले तमे कौन खाऊच तमें कौन खाऊच तमें जहाँ खाऊच कौन आम देखुनु सी अमुक खाइबी से कौन ता ना तो सब मत आसुनी तेणु उत्तम खाद्य खाओ उत्तम वचन कुह उत्तम आचरण कर पाठ पढ़ चाकरी कर दरमा निय ताकू सदुपयोग कर आउ किछि न करिकरी ये सब कथा कौन खाली नृसिंह भगवान आविर्भाव हेले तांकर से आविर्भाव हेले तमर कौन गला सी विशाल आविर्भाव हेले तमर कौन गला नृसिंह भगवान वर्तमान गोटा मुद्रा एमती नखटा को कर हाँ कर ये जो रूपटा को से देखौं से रूप रे प्रहलाद छानिया है नहीं कि माने भक्ति भी से कर जेते बेले भगवान नृसिंह प्रहलाद को कहते प्रहलाद तम पाई गोटे खुंटुरु बाहरी तम पाई मु खुंटुरु बाहरी बर्तमान गोटे कौन तुम गोटे बर माग मुझे प्रहलाद उत्तर देले प्रभु दुनिया रे मनीष सबु प्रकार बर मागे शेषु को कहूणी खाए माड़ खाए गाली शुणे अपमानित हुए पुणी कौन मागिबी भाई देखुची मागिबा लोक या होउछंती गोटे माँ आसिकी ठिया हला ठिया जो शाढ़ीटा पिंधिला तार गोटे कानी थिला से कानीटा को एमती देखैकि ठिया हला
ଏ ମାଆଟା କ'ଣ ସେ କାନିଟାକୁ କ'ଣ ଧରିକି ଠିଆ ହେଲାଣି। ମୁଁ ଆଉ କିଛି 2 ମିନିଟ୍ 3 ମିନିଟ୍ କିଛି କହିଲି। ମୁଁ ଆଡ଼େ କଲା ମୁଁ ଏସବୁ କଥା ଇରେ ମା ସେ କାନି କାହିଁ ଧରିଛୁ? କ'ଣ ଚାଉଳ ଫାଉଳ କିଛି ତ ଦେବି ନା କ'ଣ? ନା ନା ବାବା ସେସବୁ ମୋର ଦରକାର। ଏତେ ବିତୃଷ୍ଣଟା ମୋର ଚାଉଳ ଫାଉଳ କିଛି ଦରକାର। କ'ଣଟା ଦରକାର? ପୁଅ ଖଣ୍ଡିଏ ପୁଅ ଖଣ୍ଡିଏ। ହଉ ତାହେଲେ ତୁ ଏଇ ପୁଅକୁ ମାଗୁଛୁ? ଓ ଇଏ ପୁଅ ତୋତେ ନେଇକି ତୁ ଭାବୁଛୁ ସ୍ୱର୍ଗରେ ବସେଇବ? ଏସବୁ କଥା ମୋ ପାଖରେ ହୁଏ ନାହିଁ। ମୁଁ କାହାକୁ କିଛି ଦିଏନି, କେବଳ ଦବା ପାଇଁ ମୁଁ ଜଣକୁ ମାଗେ। ତୁ ଆଜି କାନି ପତେଇଲୁ, ମୁଁ ଟିକେ ମାଗିଦେବି ଆଉ କ'ଣ। ତେଣୁ ସଜ୍ଜନ, ହାଟରେ 5 ପାଇକ ହେଉଛନ୍ତି ଆଉ ଏଣିକିରେ ଉଡ଼ୁ ପ୍ରହ୍ଲାଦ ନୃସିଂହ କହୁଛନ୍ତି, ପ୍ରହ୍ଲାଦ ମୁଁ ଆବିର୍ଭାବ ହେଇଛି ମାନେ ତୁମକୁ ମାଗିବାକୁ ପଡ଼ିବ। ମୁଁ ଯାହା ମାଗି ମୁଁ ସେଇଠି ଅଛି। ଆପଣଙ୍କ ପାଦ ପଦ୍ମ ମୁଁ ମାଗିଥାନ୍ତି, ବା ପାଦ ପାଖରେ ଠିଆ ହେଇଛି। ନା ସେଗୁଡ଼ା କିଛି କୁହନା, ମାଗିବାକୁ ହବ। ଯଦି ବସିଲା କ'ଣ ମାଗିବି, ଠାକୁର କ'ଣ ଜିଦ୍ ଧଇଲେଣି? ଯଦି ପ୍ରଭୁ ମାଗିବି ଆପଣ ଦେବେ ତ? ଆଉ ମୁଁ ଦେବି, ଆଉ କିଏ ଦେବ? ନା ଆପଣ ଟିକେ ସତ୍ୟ କରନ୍ତୁ। ଆରେ ମୋତେ ବି ସତ୍ୟ କରିବାକୁ ପଡ଼ିବ। ଇଏ ସତ୍ୟ କଲେ ହଁ ମୁଁ ଦେବି। ମୁଁ ମାତ୍ର 3 ପାଦ ଭୂମି ମାଗୁଛି, ଆଉ କିଛି ନାହିଁ। ମାତ୍ର 3 ପାଦ ଭୂମି। ଗୋଟାଏ ପାଦ ଭୂମିରେ ମୁଁ ଜନ୍ମ ହେଇଥିଲି, ସେ ଥିଲା ପ୍ରଥମ ପାଦ। ଦ୍ୱିତୀୟ ପାଦ ଭୂମିରେ ମୁଁ କାମ କରୁଥିଲି, କର୍ମକ୍ଷେତ୍ର। ଇଏ ହେଉଛି ଦ୍ୱିତୀୟ ପାଦ। ତୃତୀୟ ପାଦ ହେଉଛି ଆପଣଙ୍କର ପାଦ ପଦ୍ମ। ଆଉ ମୋର କିଛି ଦରକାର ନାହିଁ। ମୁଁ ଆପଣଙ୍କ ପାଦରେ ମିଶିବି। ଭଗବାନ ନରସିଂହ ଏମିତି ଠିଆ ହେଇଥିଲେ, ହସିଲେ। ଆଉ ସିଂହ ହସିଲା। କାହିଁକି ହସିଲା? ଭକ୍ତ ଏଇଆଙ୍କୁ କହନ୍ତି, ଏଇ ହଉଛନ୍ତି ଭକ୍ତ। ଆଚ୍ଛା, ଆଉ କ'ଣ ମାଗୁଛ ପ୍ରହ୍ଲାଦ? ଏତିକି ମାଗିଲ ନା ସଇଲା? ନା ଆଉ ଗୋଟାଏ କଥା ପ୍ରଭୁ ମାଗିବି। କ'ଣ ସେ ମାଗୁଣି? ମୋ ବାପା ବହୁତ ଭୁଲ କରିଛନ୍ତି, ହରି ମନ୍ଦିର ଭାଙ୍ଗିଛନ୍ତି, ହରି ନାମକୁ ଅବମାନନା କରିଛନ୍ତି, ଗୀତା ଭାଗବତ ଶାସ୍ତ୍ରକୁ ପଦାଘାତ କରିଛନ୍ତି, ଗୁରୁଙ୍କୁ ଅବମାନନା କରିଛନ୍ତି। ପ୍ରଭୁ, ମୁଁ ଯଦି ଆପଣଙ୍କର ଭକ୍ତ, ତାହେଲେ ମୋର ଗୋଟିଏ ମାତ୍ର ମାଗୁଣି, ଆଉ କିଛି ମାଗିବିନି। ଗୋଟିଏ ମାତ୍ର ମାଗୁଣି, ମୋ ବାପାଙ୍କୁ ମୁକ୍ତି ଦିଅନ୍ତୁ। ସିଂହ ଯେତେବେଳେ ଶୁଣିଦେଲା ବାପାଙ୍କୁ ମୁକ୍ତି ଦିଅନ୍ତୁ, ସିଂହଟା ପୁଣି ଉଠିଲା। ଆଉ ସେ କରିକି ଉଠିଲା।
ଏବଂ ତଥାସ୍ତୁ ବୋଲି କହିଲେ। ଖାଲି କହିଲେ ପ୍ରହ୍ଲାଦ ତୋ ବାପା ବର୍ତ୍ତମାନ କେଉଁଠି କି? ନା ଆପଣଙ୍କ କୋଳରେ। ମୋ କୋଳରେ ଶୋଇଥିବା ଲୋକ ସିଏ ପୁଣି ମୁକ୍ତି ଚାହୁଁଛି, ତୁ ତା ପାଇଁ ମୁକ୍ତି ଚାହୁଁଛୁ? ତା ମୁକ୍ତି ପାଇ ସାଇଲାଣି। ଯାଅ ପ୍ରହ୍ଲାଦ ଫେରିଯାଅ। ଯୁଗ ଯୁଗ ପାଇଁ ଇତିହାସରେ କଥା ରହିବ। ତେଣୁ ଇଏ ହେଉଛନ୍ତି ନୃସିଂହ, ଉଗ୍ର ବୀର ମହାବିଷ୍ଣୁ। ଇଏ ହେଉଛନ୍ତି ଭକ୍ତ। ଏଇ ଭକ୍ତଙ୍କ ପାଇଁ ଭାଗବତ ପଦେ ଖାଲି କହିଛନ୍ତି, ବ୍ରହ୍ମା ଯେ ମୋହର ଭାଇ। ତୋ ବ୍ୟତୀତ ଦୁନିଆରେ ମୋର ଆଉ କେହି ନାହାନ୍ତି। ତୁ ଭାବୁଥିବୁ ବ୍ରହ୍ମା ଅଛନ୍ତି, ସେ ଲକ୍ଷ୍ମୀ ଅଛନ୍ତି, ସେସବୁ ଏସବୁ ବାହୁଲ୍ୟ କଥା। ଭକ୍ତ ଯୋଉଠି ମୁଁ ସେଇଠି। ମୁଁ ଯେ ସଂସାର ଛନ୍ଦି ମୋତେ ଏ ଦୁନିଆରେ ବାନ୍ଧିବା ଲୋକ ସମସ୍ତେ ନୁହନ୍ତି। ଯିଏ ପ୍ରକୃତରେ ଏତିକି ବୁଝିଛି ମୁଁ ପ୍ରହ୍ଲାଦ ରୂପରେ ଜନ୍ମ ହେଇଛି, ଲୋକଙ୍କୁ ଭଲ କଥା ଶିଖଉଛି, ପରିବାରକୁ ଗଠନ କରୁଛି, ଦେଶ ପାଇଁ ଏଇ କାର୍ଯ୍ୟ ମୁଁ କରୁଛି, ଏଇ କଥା ଗୁଡ଼ାକ ଯିଏ ପ୍ରକୃତରେ ଭାବୁଛି ସେଇ ହେଉଛନ୍ତି ଭକ୍ତ। ଆଉ ମୁଁ ପୁଳାଏ ଚିତା ନାଇଛି, ତା ଭିତରେ ଗୋଟାଏ ସିନ୍ଦୁର ଟୋପା ରଖିଛି, ତାପରେ ଏମିତି କେତେ ଗୁଡ଼ାକ ମୁଁ ଇଏ କରିଛି। ପେଟରେ ଆପଣମାନେ ଦେଖିଛନ୍ତି, ଛାତିରେ, ପେଟରେ ସବୁଠି ଖାଲି ଚିତାମୟ। ସେଠି ସବୁ କିଛି ନାହିଁ। ତୁ ସଙ୍ଗୀ ହେବାକୁ ମୋ ସଙ୍ଗେ ବସିଛୁ, ମୁଁ ନୁହେଁରେ ସଂସାରୀ। ତୁ କ'ଣ ମୋ ସାଙ୍ଗରେ ସାଙ୍ଗ ହବୁ? ମୁଁ କ'ଣ ସଂସାରୀ ହେଇଛି ତୁ ମୋ ସାଙ୍ଗ ହବୁ? ଯଦି ପ୍ରକୃତରେ ତୁ ମୋର ଆଉ ମୁଁ ତୋର ହେବି, ତାହେଲେ ତୋ ମନ ଭିତରେ ମୋ ଆମ ଓଳାଶୁଣୀ ଅରକ୍ଷିତ ଦାସ ଗୋଟେ ଭଲ ପଦଟାଏ ଲେଖିଲେ, ତୋ ଯଦି ମୋ ଠାରେ ମୋ ମନ ତୋ
ଦିନେ ଭେଦା ये जो लीला खेला सब चली केते प्रकार शब्द सृष्टि होची माने ये कथा गुड़ाक केबे भी भल भल माने भल जे किंतु केते बेले जे आर सूता कटा हब ता कई कहि केवल रहिबो तो मन जरी मो ठारे थिबो मो मन तो ठारे थिबो नित्य वृंदावन रास काल तिने भेटा भेटी एतिकी सत्य एतिकी को नहीं आपण माने आमे माने मु मध्य आमे समस्ते जीवा तेणु अଯଥା चिंतन करवा बा गोटे कौशल करवा एगुड़ाक तेणु वर्तमान आकाशरे लक्ष्मी पुष्पवृष्टि करुचंती प्रभु मो पुओ को आपण उद्धार करदेले इंद्रादि देवता माने शंखवादन करुचंती हे कहउचंती हे प्रभु ये सुजोग आम मानक जीवन रे आपण दियंतु आमे टिके सही सुजोग करू आमर आउ किसी दरकार नहीं आपण एमती लीला करूँ आम देखु धीरे 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 नृसिंहंकर सही विकटाल मूर्ति से धीरे धीरे परिवर्तन हो गला अर्थात शून्य पुणी महाशून्य रे मिशीगला एवं प्रहलाद तार बापा को पाई बापा को नहीं कि नृसिंह गले तेणु सी बापा को जीवंत रूप में पाई से एते खुशी से हूँ आनंद हे आनंद मय कोटि भुवन से अमृत दृष्टि को टिके भावन्तु एते चगला हेले कौन दुनिया रे चलिबो एते चगला घरे बाप कांदुची कोडी माँ कांदुची कोडी माउसी कांदुची कोडी पीसी कांदुची कोडी किए तमे कौन या जन्म होइथिलो तुम्हें पाठ साठ पढ़िक जन्म होते कौन समस्त को कंदेब बोली तुम्हें तो जीवन में क्या हसईना कौन ताको सब कंदेब बोली जन्म होते तेणु जदि तुम्हें सुपुत्र हब राम कांदी थिले दशरथ राम कहीकि दुनिया रू चली गले तमर कौ तुम्हें दशरथ पाठ करुच ना राम को पाठ करुच कौ पार्टा तुम किसी करू माँ चलीगला पुओ भावुची जहाँ हो माँ चलीगला माने माने गोटे कंटक गला आउ बेसी पैसा पत्रटा खर्च करी नहीं बापा चलीगले गला सब सब सरीगला मुझे कि फ्री होकर बुलेबी आउ एणिकी रे मन भूलु काहींकी उड़ुछि
ঐরি তো কর সে দীপ রে বাজিরা ଜଗନ୍ନାଥଙ୍କର କ'ଣ କାନ ଅଛି ତାଙ୍କୁ ଶୁଭିବ? ଆଉ ତୁ କହୁଛୁ ଭୁଲୁ କାହିଁକି? ଶୁଭୁ ନାହିଁ। ଆଉ କାନ ଥିଲେ ସିନା ଶୁଭନ୍ତା। ଆଉ କାନ ବିଲକୁଲ ନାହିଁ, କିନ୍ତୁ ତାଙ୍କୁ ସବୁ ଶୁଭେ। ସିଏ ହେଉଛନ୍ତି ସର୍ପ। ସର୍ପର କାନ ନାହିଁ, କିନ୍ତୁ ସର୍ପ ସବୁ ଶୁଣିପାରେ। ତେଣୁ ସଜ୍ଜନ, ମୋତେ ଆଉ ଇଏ ରାମାୟଣ ମହାଭାରତ ଆଉ କହି କହିକି ମୋ ପାଟି ଫାଟି କ'ଣ ହେଇଗଲାଣି। ଏଇଠୁ ମାନେ କେଉଁଠୁ ଏଇ ଜାଗାରୁ ଏ ଜିଭ ପାଖରୁ ଏଇ ଯେଉଁ ପର୍ଯ୍ୟନ୍ତ କଣ୍ଠ ସବୁ ଘା ବି ହେଇଗଲାଣି। ଆଉ ସବୁଦିନ କହୁଛି, ଏଇ 15 ଦିନ ଖଣ୍ଡେ ହେବ ଟିକିଏ ମୋତେ ମିଳିଛି। ଏବେଠୁ ପୁଣି ଚାଲିଲାଣି, ଲୋକ ଆସିଲେଣି, ପୁଣି ପ୍ରୋଗ୍ରାମ୍ କଟା ହେଲାଣି, ପୁଣି ଯିବା ଆଉ। ତେଣୁ ସଜ୍ଜନ, ଏଇସବୁ ଭୁଲ ଜୀବନରେ ନିଜକୁ ଶୃଙ୍ଖଳିତ କର। ଇଏ କି ଦେବତା କାହାକୁ ପୂଜା କରୁଛ? ଯାହାଙ୍କୁ ପୂଜା କରୁଛ ସିଏ ତମ